ମାଉସୀ ତୁମ ନାଁଟା କ'ଣ? ସରସ୍ୱତୀ ରାଉତ। ଆପଣଙ୍କ ପୁଅ ବଡ଼ ପୁଅ ନା କ'ଣ? ନିରଞ୍ଜନ ରାଉତ। ସେ ଆମେ ଶୁଣିଛୁ କି ସେ ମାଓବାଦୀ ହେଇ ଯାଇଛନ୍ତି ଭାରି। ଆପଣ ତ ଜାଣିନ ତ ସମସ୍ତେ କଣ ହୁଅନ୍ତି ସେ ତ ଘର ଭିତରେ ବାହାରି ଗଲା କୁଆଡ଼େ ଯାଇ କେତେ ବର୍ଷ ହେଲାଣି ସେ ଗଲେଣି? ସେ ଗଲାଣି ଆସିକିରି 16-17 ବର୍ଷ ଲାଗନି। ଆପଣ ଚାହୁଁଛନ୍ତି ଆପଣ ପୁଅ ପାଖକୁ ଫେରୁ ବୋଲି? ଦେଖିଲେ ପୁଅ ବିଜ୍ଞା ପଦାର୍ଥ କିଏ ନ ଚାହାନ୍ତି ବାପା ଆମେ ଏଇ ଅବସ୍ଥାରେ ବୁଢ଼ା କାଳେ ରାନ୍ଧିକି ରାନ୍ଧି ଖାଉଛୁ। କିଏ ଏପର୍ଯ୍ୟନ୍ତ ଆପଣଙ୍କ ସହିତ ସେ କିଛି ଯୋଗାଯୋଗ କରିନାହାନ୍ତି? କିଛି ନାହିଁ ଆମେ ତ ଘରେ କିଏ କ'ଣ ଯୋଗାଯୋଗ ଆମେ ଜାଣି କରି ଆମେ ମାନେ ଯାଉଛୁ ନା କ'ଣ କାହାକୁ ପଚାରିଲା ବେଳକୁ ସେ ତ ଫୋନ୍ ନାହିଁ ପତ୍ର ନାହିଁ କିଏ ଆମେ କ'ଣ କହିବୁ। ଗଲାବେଳକୁ କିଛି କହିକି ଯାଇନଥିଲେ? ଗଲାବେଳକୁ କିଛି କହିନଥିଲା ଆଉ। ଆଚ୍ଛା, ଆପଣ ଏବେ କ'ଣ ନିବେଦନ କରିବେ ସରକାରଙ୍କୁ? ସରକାରକୁ ଆମେ ନିବେଦନ ଫେରେଇ ଆଣନ୍ତୁ ଟିକେ ଭଲରେ ଭଲରେ। ବୁଢ଼ା କାଳେ ତମେ ଏତେ ସାହାଯ୍ୟ ସମସ୍ତଙ୍କୁ କରୁଛ ଆମେ ଏମିତି ଅନ୍ଧ ହେଇକି ବହିଛୁ। ଆଉ ପିଲାଟାକୁ ଟିକେ କତେଇ ଫେରେଇ ଆଣିଲେ ଆମେ ହେଲେ ଟିକେ ସୁସ୍ଥରେ ରହିବୁ। ଯାହା ଗଲେ ରାନ୍ଧି ବାଢ଼ିକି ଦେଲେ ଖାଇବୁ। ଦୁନିଆ ଯାକ ତ ସରକାର ସାହାଯ୍ୟ କରୁଛନ୍ତି ଏତିକିଟା ଟିକେ ସରକାର ନିବେଦନ ଶୁଣନ୍ତୁ। ଏତେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ଘର ଫର କାହିଁ କରିନାହାନ୍ତି କିଛି? ଘର ତ କେହି ଦବାକୁ ନାହାନ୍ତି ସେ ପଇସା ପତ୍ର ହେଲେ ଘର କରିବୁ ନା ଖଟି ପାଇଲେ ପୁଣି ତ ଧାନ ଗଣ୍ଡା ଗମଳ କରିବୁ ନା। ସାନ ପୁଅ ବାହାଘର କଲେଣି? ସାନ ପୁଅ ବାହାଘର ହେଇପାରୁନାହିଁ। କୋଉଠି ଲାଗିଲେ କହିକି ଆପଣଙ୍କ ନାଁ ମଉସା କ'ଣ? ରାଉତ। ଆପଣଙ୍କ ପୁଅର ବାପା ଆଖିରୁ କାହିଁ ଲୁହ ଗଡ଼ଉଛନ୍ତି? ପୁଅ କଥା ମନେ ପଡ଼ୁଛି? କ'ଣ କହିବେ ସରକାରଙ୍କୁ? ମୁଁ ନିବେଦନ କରୁଛି ଏତିକି ଆପଣ ମୋ ପୁଅକୁ ସୁଖରେ ଫେରୁନାହାନ୍ତି।